ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆଜିର ଯେଉଁ ରେସିପି ସବୁଠୁ ମଜାଦାର ଆଉ ସବୁଠୁ ନିଆରା ରେସିପି। ସାଙ୍ଗମାନେ ଏ ରେସିପିଟା ଏତେ ବଢ଼ିଆ ଲାଗେ ଖାଇବା ପାଇଁ କି ଆପଣ ଯଦି ଗୋଟେ ଥର ବନେଇବେ ସବୁବେଳେ ଏମିତି ବନେଇବେ। ବାଇଗଣ ଆଳୁ ଆଉ ବୁଟ ଡାଲିର ରେସିପି। ତ ଚାଲନ୍ତୁ ନା ଏ ରେସିପିଟା ବନେଇ ଆରମ୍ଭ କରିବା। ତା ପୂର୍ବରୁ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ ମୁଁ କିଛି ବାଇଗଣ ଆଳୁ ଆଉ ଟମାଟର ନେଇଛି। ସାଙ୍ଗମାନେ ଆପଣମାନେ କ୍ୱାଣ୍ଟିଟି କମ୍ ବେଶୀ କରିପାରନ୍ତି। ତ ଏଇଠି ଦେଖନ୍ତୁ ବିନା ପୋକବାଲା ବାଇଗଣ ନେଇଛି। ଆଉ ବାଇଗଣଟାକୁ ଆମେ ଏମିତି କାଟି ନେବା। ବେଶୀ ମୋଟା କରିବାନି ନା ବେଶୀ ପତଳା ରଖିବେନି। ତ ଏଇ ସାଇଜ୍ର କାଟି ନେବେ, ଯେଉଁଟାକି ବାଇଗଣ ନରମ ହେବନି ଆଉ ଗୋଳି ହେବନି ଆଉ ଖାଇବା ପାଇଁକି ବହୁତ ସୁଆଦିଆ ଲାଗିବ। ପୁରା ଗୋଟା ଗୋଟା ହେଇକି ରହିବ। ଏମିତି ବି ତ ବାଇଗଣ ଭାଜିଲେ ନରମ ହେଇଯାଏ, କିନ୍ତୁ ଆମେ ତରକାରୀ କଲାବେଳେ ପୁରା ଗୋଟା ଗୋଟା ହେଇ ରହିବ। ସେଇଟା କେମିତି ରହିବ ଚାଲନ୍ତୁ ମୁଁ ଏଇଥିରେ ଆପଣଙ୍କୁ ଦେଖେଇବି। ସାଙ୍ଗମାନେ ବାଇଗଣ କାଟି ସାରିଲା ପରେ ମୁଁ ଏଇଥିପାଇଁ ପାଣିରେ ପକାଇ ନେଉଛି, ବାଇଗଣ ଟିକେ କଳା ନ ପଡ଼ୁ। ଭଲ ଭାବରେ ଧୋଇକି ଆକୁ ଆମେ ସାଇଡ଼ରେ ରଖିବା। ବାଇଗଣ ଆଉ ଆଳୁକୁ ବି ସେଇ ଟାଇପ୍ର କାଟି ନେବା। ଟିକେ ମୋଟା କାଟିବା, ବେଶୀ ଅଧିକ ମୋଟା କରିବାନି ନା ପତଳା କରିବାନି। ତ ସାଙ୍ଗମାନେ ଆଳୁ ବାଇଗଣ କାଟିକି ମୁଁ ଏଠି ଭଲ ଭାବେ ପାଣିରେ ଧୋଇ ନେଇଛି। ବାଇଗଣକୁ ଏମିତି ମୋଟା ମୋଟା କରି ରଖିଛି। ତାକୁ ଆମେ ଗୋଟେ ଥାଳିକୁ ଟ୍ରାନ୍ସଫର କରିନେବା। ସାଙ୍ଗମାନେ ଯଦି ରେସିପିଟି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ତାପରେ ଦେଖନ୍ତୁ ମୁଁ ଏଠି ଥାଳିକୁ ଆଳୁ ଆଉ ବାଇଗଣ କାଢ଼ି ନେଉଛି। ସାଙ୍ଗମାନେ ଏ ଆଳୁ ଯଦି ଆପଣ ସ୍କିପ୍ କରିବାକୁ ଚାହାନ୍ତି ସ୍କିପ୍ କରିପାରିବେ, କିନ୍ତୁ ଆଳୁ ବାଇଗଣର ଏ ରେସିପିଟା ଆଳୁ ଟିକେ ଦେଲେ ବହୁତ ଭଲ ଲାଗେ ଖାଇବା ପାଇଁକି। ତ ଏଠି ଦେଖନ୍ତୁ ମୁଁ ଗୋଟେ କଡ଼େଇର ବ୍ୟବହାର କରିଛି। ଆପଣ ଚାହିଁଲେ ପ୍ୟାନ୍ର ବି ବ୍ୟବହାର କରିପାରିବେ। ତ କଡ଼େଇରେ ମୁଁ ଅଳ୍ପ ଟିକେ ପାଣି ଦେଇଛି। ପାଣି ଦେଇକି ଏଇଥିରେ ମୁଁ ଦେଇଛି ସେ ଯେଉଁ ଦୁଇଟା ଟମାଟର ଦେଖେଇଥିଲି, ଟମାଟର ଦୁଇଟା ଯେଉଁଟା କି ପଛପଟ ଟିକେ ଟାଣ ଅଂଶ ଥିଲା, ତ ମୁଁ ତାକୁ କାଟି ଦେଇଛି। ତାପରେ ଅଦା ଦେଇଛି, ଗୋଟେ ପିଆଜ, କିଛି ରସୁଣ, ଆଧରେ ଦେଇଛି ଗୋଟେ ଶୁଖିଲା ଲଙ୍କା ରାଗ ପାଇଁକି, କିଛି କାଜୁ ଆଉ ଏଇଠି କିଛି କଞ୍ଚା ବାଦାମ। ଏସବୁକୁ ଆମେ ଗୋଟେ ମିନିଟ୍ ପାଇଁ ଫୁଟେଇବା। ଘୋଡ଼େଇକି ଯଦି ଫୁଟେଇବା ଭଲ ଭାବେ ଫୁଟିଯିବ। ତ ଏଇଠି ଟିକେ ଘୋଡ଼େଇ ଦେବା। ତାପରେ ଏଇଠି ଦେଖନ୍ତୁ ସାଙ୍ଗମାନେ ସବୁଠୁ ସ୍ପେଶାଲ ବୁଟ ଡାଲି ମୁଁ 2 ଘଣ୍ଟା ପୂର୍ବରୁ ବତୁରେଇ ନେଇଥିଲି ଆଉ ସେ ବହୁତ ଭଲ ଭାବେ ବତୁରି ଯାଇଛି। ତ ଏଇଠି ଦେଇଦେବା ବୁଟ ଡାଲି। ଗୋଟେ ମୁଠା ବୁଟ ଡାଲି ବତୁରେଇଥିଲି, ଯେଉଁଟାକି 2 ମୁଠା ହେଇଯାଇଛି। ତ ମୁଁ ଏଇଠି ତାକୁ ପକାଇ ଦେଇଛି। ବୁଟ ଡାଲି ପକାଇବା ପରେ ଭଲ ଭାବେ ସିଝେଇବେନି, ବାସ୍ ଗୋଟେ ମିନିଟ୍ ଫୁଟେଇବେ। କଞ୍ଚା ଅଂଶ ଟିକେ କଟିଯିବ, ଗୋଟେ ମିନିଟ୍ ପାଇଁ ଫୁଟେଇବେ। ତ ଏଇଠି ଗୋଟେ ମିନିଟ୍ ପାଇଁ ଫୁଟେଇ ସାରିକି ସବୁଯାକ ଆମେ କାଢ଼ିଦେବା। ତ ଏଇଠି ଟମାଟରକୁ ଟିକେ ଅଲଗା କାଢ଼ିଦେଲି, କାହିଁକିନା ଟମାଟର ଚୋପାଟା ବାହାର କରିବାର ଅଛି। ତାପରେ ଏଇସବୁ ମସଲାକୁ ଗୋଟେ ବାଉଲକୁ ଟ୍ରାନ୍ସଫର କରିନେଉଛି। ସାଙ୍ଗମାନେ ଏ ରେସିପିଟା ଗୋଟେ ଥର ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଯେଉଁମାନେ ବାଇଗଣ ଖାଇବାକୁ ପସନ୍ଦ କରନ୍ତିନି, ଏ ରେସିପିଟା ଯଦି ଥରେ ବନେଇବେ ସବୁବେଳେ ବାଇଗଣ ଖାଇବାକୁ ଇଚ୍ଛା ପ୍ରକାଶ କରିବେ। ତ ଦେଖନ୍ତୁ ସାଙ୍ଗମାନେ ସେଇ କଡ଼େଇରେ ଟିକେ ସୋରିଷ ତେଲ ଦେଇଛି ଆଉ ଗୋଟେ ଚାମଚ ଜିରା ଦେଇଛି। ଜିରା ଟିକେ ଫୁଟେଇଲେ ବହୁତ ଭଲ ଲାଗେ ଖାଇବା ପାଇଁ। ତାପରେ ଗୋଟେ ଛୋଟ ପିଆଜ ଦେଇଛି। ପିଆଜଟାକୁ ଆମେ ଏଇଥିରେ ଭାଜିବା। ଟିକେ ଭଲ ଭାବେ ସାଙ୍ଗମାନେ ଏଇଠି ପିଆଜକୁ ଭାଜି ନେବେ। ତ ଏଇଠି ଦେଖନ୍ତୁ ପୁରା ନାଲି କରିକି ଭାଜି ନେଇଛି। ତାପରେ କ'ଣ କରିବା, ତାପରେ ଏଇଠି ବାଇଗଣ ଗୁଡ଼ାକ ପକାଇଦେବା। ଆପଣମାନେ ଭାବୁଥିବେ ବାଇଗଣ ପକାଇ ସାରିଲା ପରେ ଆମେ ତ ପିଆଜକୁ ଭଲ ଭାବେ ଭାଜି ନେଇଛୁ, ତ ଏଇଠି ପିଆଜଟା ପୋଡ଼ିଯିବ। ନାଇଁ ସାଙ୍ଗମାନେ, ଏଇଠି ଆମେ କ'ଣ କରିବା, ବାଇଗଣକୁ ଏମିତି ପଲଟେଇ ଭାଜିବା ଆଉ ପିଆଜକୁ ବାଇଗଣ ଉପରକୁ ଏମିତି ସାଇଡ଼କୁ ନେଇ ଆସିବା। ଏଇଥିରେ ପିଆଜ ଭାଜିଲେ ଏଇଥିପାଇଁ କି ବାଇଗଣ ଦେହରେ ପିଆଜର ଫ୍ଲେଭରଟା ପଳେଇ ଆସିବ ଆଉ ବହୁତ ସୁଆଦିଆ ଲାଗିବ ଖାଇବା ପାଇଁକି। ଆଉ ପିଆଜକୁ ଏମିତି ଉପରକୁ ରଖିଦେବା ତ ବିଲକୁଲ ପୋଡ଼ିବନି। ତ ସାଙ୍ଗମାନେ ଏଇଠି ଦେଖନ୍ତୁ ବାଇଗଣକୁ ଏମିତି ଉପର ତଳ କରିକି ଏମିତି କିଛି ସମୟ ଭାଜି ନେବେ। ତାପରେ ଆଳୁକୁ ଦେଇଦେବେ। ସାଙ୍ଗମାନେ ମୁଁ ସବୁବେଳେ ଆପଣମାନଙ୍କୁ କହି ଆସିଛି, ଯେତେବେଳେ ବି କୌଣସି ପରିବା ତେଲରେ ଭାଜୁଛନ୍ତି ଲୁଣ ହଳଦୀ ଜମାରୁ ଦେବେନି।
लुण देले परिबा नरम हो आउ जल्दी माने गोली हो आउ हलदी देले तेल टाणी नब। तो पूरा परिबा गोटा गोटा रखिया कि लुण तेल रे भाजिला बेले लुण हलदी देबे नहीं। आम ये बैगण आलू को घोड़े देवा टिके भाजी हाँपाई ता भितर ये मसलाटा बाटी नवा। मसला आम ठंडा कर रखी तो ये मिक्सी जार से मसलाटा को बाटी नौचु। भल भाव चिकन की बाटी सारा पर ये आम गोटे बाउल को ट्रांसफर कर नवा। जेहेतु छोट मिक्सी जारटा थिला आधे आम टमाटो दे बाटी पारि नाहु तो मुझे बाउल को ट्रांसफर करके ये मिक्सी जार रे मुझे जो दुईटा टमाटर ताकू चोपा छड़े टिके काटी नहीं आउ बाटी नौची। पानी बिल्कुल भी देबेनी आ सेमती ही बाटिबे। तो ये देखो मुझे सेमती ही बाटी नौची। सांग मैंने ये देखो मु बाटी सारा पर ये बैगण आलू पूरा भल भाव भाजी गलानी। ताधे आम दबा अध चमच काश्मीर चिली, अध चमच हलदी गुंड आ स्वाद हिसाब से लुण देकरी भल भाव गोले नवा। देखो बैगण पूरा गोटा गोटा होगी अच्छी, बिल्कुल भी टिके भी भांगी नहीं। तो ये कौन करवा गोले सारा पर आम जो बाटिकी रखी मसला से मसला को प्रथमे देदबा। मसला को दे सारा पर ये जो टमाटोटा भी बाटी थिले से टमाटोटा को टमाटो प्यूरी को भी देदबा। तो सबुजाक मसला एका संगे देकी ये भल भाव गोले नवा। देखो सांग मैंने टमाटो प्यूरी दे सारा पर या गोलेला बेले केते बढ़िया बास्ना आसूची, पूरा घर महकुची। तो सांग मैंने ये रेसिपी बहुत नियारा बहुत मजादार, जेमती बास्ना खाइबा को सेमती स्वादिया। तो ये देखो आम ये भल भाव एमती गोले नवा। गोलेला बेले भी बैगण बिल्कुल भी भांगी नहीं, पूरा गोटा गोटा होगी अच्छी। तो ये गोले सारा पर आम ये किसी पानी दबा। पानी मु गरम पानी प्रथम करके रखी थी, जोटा कि मसला बाउल रे बहुत सारा मसला लगी थिला। तो मुझे किसी गरम पानी देकी ये दे दीची। सांग मैंने ये तरकारीटा पूरा बहलिया हो किसी समय सिझिला पर तो ये जी आप ग्रेवी रखिए ताठू टिके अधिक पानी देवे। तो सांग मैंने पानी दे सारा पर मुझे व्यवहार करछि किछि कस्तूरी मेथी। कस्तूरी मेथी व्यवहार करला पर आधे आम व्यवहार करचु किछि मीट मसला, अध चामच मीट मसलार व्यवहार करछि, बेसी व्यवहार करना। तापर ये भल भाव गोले नेबे आ किछि समय घोड़े देबे। 2 ରୁ 3 मिनट घोड़े देबे, बहुत भल भाव ये सीझीज। आलू बैगण अलरेडी सीझी सारी। एबे बस ये मसलाटा को अल्प टिके सिझेकी आपण हिसाब से आपड़ ये ग्रेवी रखिपारे। तो सांग मैंने ये देखो पूरा बैगण मसला एकदम बढ़िया से रेडी हो गलानी। आउ चाहिए आपण मैंने टिके अधिक पानी की दे ग्रेवी अधिक रखिपारे। तो मुझे किसी सुखिला मसला ऐड करची। ये सुखिला मसलाटा मुझे बनई आपन चाहिए सर्ट वीडियो देखिकी ये मसलाटा बनई पारे, नचेत गरम मसला ऐड करें। सांग मैंने ये मसलाटा मु बनई किसी गुजराती लवंग और गोटा अलैच तेजपत्र भूषण पत्र ये सब को अल्प हल्का भाजिकी बनई। तो सांग मैंने आज ये रेसिपी आपण मानक केमती लगिला मते कमेंट बॉक्स रे निश्चिंत जनइबे। तो सांग मैंने आज पे एतिकी रहुची, पुणी देखा नुआ एक रेसिपी सहित। जय जगन्नाथ।